ମୋ ସିନ୍ଦୁରର ଅଧିକାର ଧାରାବାହିକରେ ଆପଣମାନେ ଦେଖିବେ। ନତାଶା କହିବେ, ଦେଖିଲେ ତ ସମସ୍ତେ, ମୁଁ କହିଥିଲି ନା ଏ ଅମ୍ବିକା ନୁହଁ ମୁକ୍ତି ବୋଲି। ଗାୟତ୍ରୀ କହିବେ, ମୁଁ ଜାଣିଥିଲି। ମୁଁ ତତେ ଯେତିକି ଟ୍ରେନିଂ ଦେଲା ପରେ ବି ତୁ ସେଇ ସମାନ ଭୁଲ ହିଁ କରିବୁ। ମୁଁ ତତେ କହିଥିଲି ନା ତୁ ମନର ନୁହଁ ମସ୍ତିଷ୍କରୁ ଚିନ୍ତା କରିବୁ। ନତାଶା କହିବେ, ଏବେ କ୍ଷୀର କ୍ଷୀର ଆଉ ପାଣି ପାଣି ହେଇଗଲା। ନା ବଦଳେଇ ଦେଲେ ମନ ସଂସ୍କାର ଆଉ ଶିକ୍ଷା ବଦଳି ଯାଏନି। ଗୋଟେ ପଟେ ତ ଅସଲ ଚେହେରା ବି ଖୋଲିଗଲା। ତୁ ବହୁତ କହୁଥିଲୁ ନା ନିଜକୁ ଅମ୍ବିକା ବୋଲି। ଏବେ ଗୋଟେ ମିନିଟ୍ ବି ଲାଗିଲାନି ତୋ ସତ ସାମ୍ନାକୁ ଆସିବା ପାଇଁ। ମୁଁ ଜାଣିଥିଲି ତୁ ଜେଜେମାଙ୍କୁ ଦେଖିବା ମାତ୍ରେ ନିଜ ଇମୋସନକୁ କଣ୍ଟ୍ରୋଲ କରିପାରିବୁନି। ଆଉ ତୁ ତାଙ୍କ ଆଶୀର୍ବାଦ ନେବାକୁ ତାଙ୍କ ପାଦ ଛୁଇଁବୁ। ଆଉ ତୁ ସେଇଆ ହିଁ କଲୁ। ଏବେ ଜଣା ପଡ଼ିଗଲା ତୁ ହିଁ ମୁକ୍ତି। ଏବେ କହ, ତୁ ଏଠିକି କେମିତି ଫେରିକି ଆସିଲୁ? ଗାୟତ୍ରୀ କହିବେ, ଓ ଗଡ୍, ତମେ ମାନେ ପୁଣି ଥରେ ଆରମ୍ଭ ହେଇଗଲ। ଆରେ ମୁଁ କହୁଛି ନା ଇଏ ହଉଛି ମୋ ଝିଅ ଅମ୍ବିକା ବୋଲି। ତମେ ମାନେ ବୁଝିବାକୁ କାହିଁକି ଚେଷ୍ଟା କରୁନ? ତା ଛଡ଼ା ମୋ ଝିଅ ଇଣ୍ଡିଆନ କଲଚର ଆଉ ଟ୍ରାଡିସନାଲକୁ ବହୁତ ଭଲ ପାଏ। ସେଥିପାଇଁ ଜଣେ ଓଲ୍ଡ ଓମେନକୁ ସାମ୍ନାରେ ଦେଖିବା ମାତ୍ରେ ସେ ତାଙ୍କ ପାଦ ଛୁଇଁବାକୁ ଚାଲିଗଲା। ଏଥିରୁ କ'ଣ ପ୍ରୁଭ୍ ହେଇଯିବ ଇଏ ମୋ ଝିଅ ଅମ୍ବିକା ନୁହଁ ମୁକ୍ତି ବୋଲି? ତମମାନେ କେତେଥର କହିଲେ ଆଉ ବୁଝିବ? ନତାଶା କହିବେ, ମୁଁ ଭଲ ଭାବରେ ଜାଣିଛି ଇଏ ହିଁ ମୁକ୍ତି। ଗାୟତ୍ରୀ କହିବେ, ଚୁପ୍ କର। ଆରେ ଯାହା ମନକୁ ଯାହା ଆସୁଛି କହିଯାଉଛ। କିଏ ମୁକ୍ତି କହୁଛି ତ କିଏ ସୁନ୍ଦରୀ। ନତାଶା କହିବେ, କାହିଁକି ନା ତାକୁ ଯିଏ ଯୋଉ ନାଁରେ ଡାକୁଥିଲେ ସେ ତ ସେଇ ନାଁରେ ଡାକିବେ ନା, ଯେମିତି ଆପଣ ଏବେ ଅମ୍ବିକା ନାଁରେ ଡାକୁଛନ୍ତି। ଗାୟତ୍ରୀ କହିବେ, ସେମିତି କିଛି ବି ନାହିଁ। ମୋ ଝିଅ ଏବେ ଏବେ ହିଁ ଅଷ୍ଟ୍ରେଲିଆରୁ ଆସିଛି। ଆଉ ବାକି ରହିଲା ଏ କଲଚର ଆଉ ଟ୍ରାଡିସନାଲ କଥା। ଏସବୁ ତାକୁ ବହୁତ ଭଲ ଲାଗେ। ତା ଛଡ଼ା ଏସବୁ ମୁଁ ତାକୁ ଶିଖେଇନି, ବରଂ ଇଣ୍ଡିଆନ ମୁଭିରୁ ସେ ସବୁ କିଛି ଶିଖିଛି। ଆଉ ମୋ ଝିଅକୁ ଏସବୁ ଯେହେତୁ ଭଲ ଲାଗେ, ସେଥିପାଇଁ ସେ ଶାଢ଼ୀ ବି ପିନ୍ଧିଛି ଆଉ ବଡ଼ମାନଙ୍କ ଆଶୀର୍ବାଦ ନେବା ବି ଜାଣିଛି। ସେ ହିସାବରେ ସେ ତାଙ୍କର ଆଶୀର୍ବାଦ ନେଲା। ବଟ୍ ବେଟା, ତୁ ଗୋଟେ ଭୁଲ କରିଦେଲୁ। ପାଦ ଏମିତି ଛୁଆଁ ଯାଏନି। ଅମ୍ବିକା କହିବେ, ସରି ମମ୍, ଆଇ ନିଡ୍ ସମ୍ ଟାଇମ୍ ଆଣ୍ଡ ପ୍ରାକ୍ଟିସ୍ ଟୁ ଲର୍ନ ଇଣ୍ଡିଆନ୍ କଲଚର। ଆଇ ଏମ୍ ସରି ଆଣ୍ଟି। ଆଣ୍ଡ ତମମାନଙ୍କୁ ବି ମୁଁ କହିଦେଉଛି, ମୁଁ ଏସବୁ ଶିଖିନି। କାହିଁକି ନା ମୋ ମମ୍ ହିଁ ମୋତେ ଶିଖେଇ ପାରିନାହାନ୍ତି। ସେ ତ ତାଙ୍କ ବିଜନେସରେ ସବୁବେଳେ ବିଜି ରହିଲେ। ଆଉ ମୋତେ ଏସବୁ ଶିଖିବାକୁ ତମ ପାଖେ ଟାଇମ୍ କେତେବେଳେ? ଗାୟତ୍ରୀ କହିବେ, ଏବେ ସରି କହିଦେଲେ ହବନି। ମୁଁ ଯେମିତି ଶିଖେଇଲି ତୁ ସେମିତି ଯାଇ ତାଙ୍କର ପାଦ ଛୁଁ। ମୁକ୍ତି କହିବେ, ଓକେ ମମ୍, ମୁଁ ଏବେ ସବୁ କିଛି ଶିଖିଯିବି। ଏପଟେ ଶାଲିନୀ ଆସି ଛତୁଆଙ୍କ ପାଖରେ ଧକ୍କା ହେବେ। ଛତୁଆ କହିବେ, ଆରେ ଶାଲିନୀ ବୋହୂ, ତମେ ତ ଏମିତି ହଉଛ ଯେମିତି କୋଉ ଭୂତ ଦେଖିଦେଇଛ। ଶାଲିନୀ କହିବେ, ଜେଜେବାପା, ମୁଁ ନା ଏବେ ସେ ମୁକ୍ତିକୁ ଦେଖିଲି। ମୁକ୍ତି ଫେରି ଆସିଛି। ଛତୁଆ କହିବେ, ତମେ ସତ କହୁଛ? ମୁଁ ମୁକ୍ତି ଫେରି ଆସିଛି? ଏବେ ମୁଁ ଭିତରକୁ ଯାଉଛି। ଧନଶ୍ରୀ ଆସି କହିବେ, ଶାଲିନୀ, ଏସବୁ କ'ଣ ହଉଛି? ପିଇସା, ପ୍ରକୃତରେ ସେ ମୁକ୍ତି ନୁହଁ, ସେ ହଉଛି ଅମ୍ବିକା, ମାନେ ଆଧିର ପ୍ରୋଜେକ୍ଟରେ ଇନଭେଷ୍ଟ କରିଥିବା ଅଷ୍ଟ୍ରେଲିଆନ ଲେଡିଙ୍କ ଝିଅ ଅମ୍ବିକା ଚୌଧୁରୀ। ଆଉ ତାର ଫେସ୍ ମୁକ୍ତି ଭଳିଆ ଦେଖିବାକୁ। ଛତୁଆ କହିବେ, ଠିକ୍ ଅଛି, ମୁଁ ଭିତରକୁ ଯାଉଛି। ମୋତେ ଜଣା ପଡ଼ିଯିବ ସେ ଅମ୍ବିକା ନା ମୁକ୍ତି। ଧନଶ୍ରୀ କହିବେ, ତୁ ଏ କ'ଣ କରିବାକୁ ଯାଉଥିଲୁ? ଆରେ ସେ ଅମ୍ବିକା, ସେ କଥା ତୁ ବୁଝିପାରୁନୁ କାହିଁକି? ଶାଲିନୀ କହିବେ, ହେଲେ ପିଇସେ, ଯଦି ସେ ସତରେ ମୁକ୍ତି ହେଇଥିବ ତାହେଲେ ଆମେ କ'ଣ କରିବା? ଧନଶ୍ରୀ କହିବେ, ଆରେ ସେ ମୁକ୍ତି କେମିତି ହେଇପାରିବ? ଯଦି ସେ ମୁକ୍ତି ହେଇଥାନ୍ତା ତାହେଲେ କ'ଣ ପିଇସିଙ୍କ ସହିତ ଏମିତି ବିହେଭ୍ କରିଥାନ୍ତା? ନା ଆମକୁ ଦେଖି ଏମିତି କୁଲ ରହିପାରିଥାନ୍ତା? ନିଶ୍ଚୟ ସେ ରିଆକ୍ଟ କରିଥାନ୍ତା। ତା ଛଡ଼ା ସେ ଯଦି ବି ମୁକ୍ତି, ତାହେଲେ ଆମକୁ କିଛି କହୁନି କାହିଁକି? ଶାଲିନୀ କହିବେ, କାହିଁକି ନା ଏଇଟା ତାର ଗୋଟେ ପ୍ଲାନ୍ ହେଇଥାଇପାରେ। ଏହି ସମୟରେ ନତାଶା ସେଠି ଆସି ପହଞ୍ଚିବେ ଆଉ କହିବେ, ଏସବୁ କ'ଣ ହେଉଛି ମୁଁ କିଛି ବି ବୁଝିପାରୁନି। ସେ ମୁକ୍ତି ପ୍ରକୃତରେ ବଞ୍ଚିଛି ନା ଇଏ ସତରେ ଅମ୍ବିକା? ଧନଶ୍ରୀ କହିବେ, ଆରେ ତମେମାନେ କ'ଣ ପାଗଳ ହେଇଯାଇଛ? ଆମେମାନେ ସମସ୍ତେ ମିଶିକି ସେ ମୁକ୍ତିକୁ ପାହାଡ଼ ତଳକୁ ଠେଲି ଦେଇଥିଲେ। ଆଉ ଗୋଟେ ମରିଯାଇଥିବା ଲୋକ ବଞ୍ଚିକି ଫେରିକି କେମିତି ଆସିପାରିବ? ଇଏ ହଉଛି ଅମ୍ବିକା। ଜୟ କହିବେ, ହଁ ନତାଶା, ଆଉ ତମେ ବି ତ ନିଜେ ଆଇଡେଣ୍ଟିଫାଏ କରିଥିଲ ମୁକ୍ତିର ସବୁ ଜୁଏଲେରୀ, ଆଉ ପୋଲିସକୁ ତାର ଡେଡ୍ ବଡି ବି ମିଳିଥିଲା। ତାହେଲେ ଇଏ ମୁକ୍ତି କେମିତି ହେଇପାରିବ?
शालिनी कहिबे जय बेले बेले आखि भी धोखा खाई जाए हुए तो आमको जो ज्वेलरी मिली और जो डेड बॉडी मिली सेटा अन्य को लेडीज रही से ज्वेलरी अलगा लेडीज सेम भी पिंधि थाई पारंते एथिर तो किछि प्रूव हे जीवनी मते लागुची ए झियो ही मुक्ति आ प्रतिशोध नबा पई ए घर को पुणी थरे फेरी आसीछि हेले से ए सब ड्रामा काहे करूछि मु किछि भी बुझी पारुनी।